ବିଜେଡିର ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି, କୁଶ ପୁତ୍ତଳିକା ଦାହ, ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, ଓଡ଼ିଶା ପାଠ୍ୟପୁସ୍ତକରେ ତ୍ରୁଟିପୂର୍ଣ୍ଣ ଛପା ଘଟଣାକୁ ଦାୟୀ କରି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ନୂତନ ବସ୍ଷ୍ଟାଣ୍ଡଠାରୁ ବାହାରିଥିଲା। ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ପୁରୁଣା ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲା। ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ ତାଙ୍କୁ ଘର ବାହାରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଛାତ୍ର ବିଜେଡି ନେତା। ସେହିପରି କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ତୁରନ୍ତ ସେମାନେ ଇସ୍ତଫା ନଦେଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର। ନିଜ ପ୍ରତିକ୍ରିୟାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ କହିଥିଲେ, ନିଟ୍ ପରୀକ୍ଷାପତ୍ର ଲିକ୍ ଘଟଣା ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକରେ ଯେଉଁ ବିରାଟ ତ୍ରୁଟି ହୋଇଛି, ଏହା ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରିଛନ୍ତି। ପୁସ୍ତକ ପ୍ରିଣ୍ଟିଂ ଦାୟିତ୍ୱରେ ଗୁଜରାଟର ଏକ ପ୍ରେସକୁ ଦେଇ କୋଟି କୋଟି ଟଙ୍କା ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ କରିବା ଏହି ନିର୍ବାଚନ ମଣ୍ଡଳୀ ସହ ବିଶ୍ୱାସଘାତକ କରିଛନ୍ତି। ଗୁଜରାଟ ପ୍ରେସକୁ ବହି ଛାପିବାକୁ ଦେଇ 2 କୋଟିର ପାର୍ଟି ପାଇଁ ଚାନ୍ଦା ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ। ଏଥିସହ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ପାଇଁ ପ୍ରଦୀପ ମାଝୀ ଦାବି କରିଛନ୍ତି। ନହେଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ପ୍ରଦୀପ। ଶୋଭାଯାତ୍ରା ପରେ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଆଗାମୀ ଦିନରେ ଏହାକୁ ନେଇ ପ୍ରବଳ ବିରୋଧ କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ। ଏହି ସମୟରେ ଜିଲ୍ଲାର ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାର ଭବିଷ୍ୟତର ନାଗରିକ ଆମର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସହିତ ଏମାନେ ଖେଳିଛନ୍ତି। ଏମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିର ମୁଦ୍ରଣରେ ଯେଉଁ ପ୍ରକାର ଟଙ୍କା କାରବାର କରିଛନ୍ତି, ଯାହା ବିଶ୍ୱାସ ସୂତ୍ରରୁ ପ୍ରକାଶ, କୋଟି କୋଟି ଟଙ୍କାର କାରବାର ହେଇଛି। ଗୋଟେ ଗୁଜରାଟ କମ୍ପାନୀକୁ ପ୍ରିଣ୍ଟିଂ ପାଇଁ ଦିଆଯାଇଥିଲା। ଯେଉଁ ସରକାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ବିକି ଦେଉଛି ଏବଂ ଯେଉଁ ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅର୍ଥ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଜଳାଞ୍ଜଳି ଦେଉଛନ୍ତି, ସେ ମନ୍ତ୍ରୀଙ୍କର ନିଜର ପଦବୀରେ ରହିବାର ଆବଶ୍ୟକତା ନାହିଁ। ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀବାସୀ ଏବଂ ନବରଙ୍ଗପୁର ଜିଲ୍ଲାବାସୀ ତାଙ୍କର ଇସ୍ତଫା ଚାହୁଁଛନ୍ତି। ଏଣୁକରି ବିଜୁ ଜନତା ଦଳ ତରଫରୁ ଆଜି ଆମେ ଆନ୍ଦୋଳନର ସୂତ୍ରପାତ କରିଛୁ। ଉମରକୋଟ ସହରରେ ଯେତେ ଦିନ ପର୍ଯ୍ୟନ୍ତ ସେ ଇସ୍ତଫା ଦେବେ ନାହିଁ, ଏ ଆନ୍ଦୋଳନକୁ ବ୍ୟାପକ କରାଯିବ। ତୁରନ୍ତ ଇସ୍ତଫା ଦିଅନ୍ତୁ। ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ। ତାଙ୍କୁ କ୍ଷମା ନାହିଁ, କ୍ଷମା ଦିଆଯିବ ନାହିଁ, କାରଣ ଓଡ଼ିଶାର ଭବିଷ୍ୟତ ସହିତ ଖେଳି ଆମେ କହିଲୁ ଆମେ ଜୋରଦାର ଆନ୍ଦୋଳନ କରିବୁ ଏବଂ ଛାତ୍ର ବିଜୁ ଜନତା ଏବଂ ଯୁବ ବିଜୁ ଜନତା ଦଳକୁ ନିର୍ଦ୍ଦେଶ ଦିଆଯାଇଛି ଆନ୍ଦୋଳନକୁ ବ୍ୟାପକ କରିବା। ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।